ଦେଖନ୍ତୁ କାରଣ ନିର୍ବାଚନ ପୂର୍ବରୁ ଏବଂ ତାଙ୍କର ନିର୍ବାଚନ ପରେ ମଧ୍ୟ କହିଥିଲେ ଯେ ଭତ୍ତାକୁ 3500 3500 କରିଦେବେ ବୋଲି ଏବଂ ତାପରେ ନିର୍ଦ୍ଦିଷ୍ଟ ବୟସ ସୀମା ରଖିଦେଲେ ଯେ 80 ବର୍ଷରୁ ଊର୍ଦ୍ଧ୍ୱ। ଏବେ ଦେଖିବେ ସବୁ ଜାତୀୟ ଗଣମାଧ୍ୟମରେ ସେ ବୁଢ଼ୀ ଲୋକଟି ପାଇଁ ସମସ୍ତେ ବୋଧେ ସବୁ ଜାତୀୟ ଗଣମାଧ୍ୟମ ବାହାରିଛି ଏବଂ ଲୋକମାନଙ୍କ ଭିତରେ ଅସନ୍ତୋଷ ବାତାବରଣ ହେଇଛି। ଆଗରୁ ଯେତେବେଳେ ନବୀନ ଆଉଥିଲେ ସାମାଜିକ ସୁରକ୍ଷା ବିଭାଗକୁ ତାଗିଦ କରିଥିଲେ ଏବଂ ତାକୁ ମଧ୍ୟ ଏଗୁଡ଼ା ପାଇଁ ଧ୍ୟାନ ଦେଇଥିଲେ। ଯେଉଁ ବୁଢ଼ାବୁଢ଼ୀ ଲୋକ ହୁଅନ୍ତୁ କିମ୍ବା କେଉଁମାନେ ଯଦି ମେଡ଼ିକାଲାଇଜ୍ ହେଇଛନ୍ତି କିମ୍ବା କୌଣସି କାରଣବଶତଃ ଯଦି ରୋଗଗ୍ରସ୍ତ ହେଇଛନ୍ତି କିମ୍ବା ଆସିପାରୁନାହାନ୍ତି ସେମାନଙ୍କୁ ମଧ୍ୟ ନେଇ ଭତ୍ତା ତାଙ୍କ ଘରେ ଦିଆହେଉଥିଲା। ଏବେ ତାର ସବୁ ଡିସ୍କ୍ରିପସନ୍ ହେଇଗଲାଣି, ଏବେ ସେସବୁ ଗୁଡ଼ାକ ପାଳନ ହେଉନାହିଁ, ଯାହାଦ୍ୱାରା କି ଜନସନ୍ତୋଷ ହେଉଛି ଏବଂ ଯାହାକି ଆପଣ ଦେଖୁଥିବେ ସବୁ ଖବରକାଗଜ ମଧ୍ୟ ବାହାରୁଛି। ତେଣୁକରି ଆମେ ଯାହା ପ୍ରତିଶ୍ରୁତି ଦେବା ସେ ପ୍ରତିଶ୍ରୁତି ଗୁଡ଼ିକ ପାଳନ କରିବା ପାଇଁ ଆମେ ଚେଷ୍ଟା କରିବା। କହିଥିଲେ ଆମେ ସମସ୍ତଙ୍କୁ କରିବା ବୋଲି, ଏବେ କଲେ ନାହିଁ। ଏବେ ଆମେ ପୁଣି ଯେଉଁ ରୋଗଗ୍ରସ୍ତ ଲୋକମାନଙ୍କୁ ନେଇକି ଦେବା ପାଇଁ ତାଙ୍କ ଘରେ ଯାହା ନିୟମ ବି ଅଛି ତାକୁ ଆମେ ଦେଉନେ, ପାଳନ କରୁନେ। ତେଣୁକରି ୟା ପ୍ରତି ମୋର ସରକାରଙ୍କ ଅନୁରୋଧ ତୁରନ୍ତ ଦୃଷ୍ଟି ନଜର ଦେବେ ଏବଂ ଏହି ଲୋକମାନଙ୍କୁ ଯେଉଁମାନଙ୍କ ପାଇବା ଯୋଗ୍ୟ ଏବଂ ଯେଉଁଟା କହିଥିଲେ ମଧ୍ୟ କଥାରେ ତାକୁ ଯେମିତି ତାର ଯେମିତି କାର୍ଯ୍ୟକ୍ଷମ ହେଇପାରିବ ଲୋକମାନେ ଯେମିତି ପାଇପାରିବେ ତା ପ୍ରତି ଯତ୍ନବାନ ହେବେ। ଇଏ ତ ଆପଣ ଦେଖୁଥିବେ ବର୍ତ୍ତମାନ ତ ଚାରିଆଡ଼େ କେମିତି ଗୁଞ୍ଜରଣ ହେଲାଣି ସମସ୍ତେ। ଏଇ ତ ଥରେ ଦେଖିଥିବେ ଏଇ ପୂଜା ବେଳେ ନବୀନ ଟିକେ ବାହାରିଲେ ଯେ କେତେ ତାଙ୍କର ଫ୍ୟାନ୍। ସବୁବେଳେ ଦେଖୁଥିବେ ନବୀନ ବାବୁଙ୍କୁ ଲୋକମାନଙ୍କର ଯେଉଁ ଭଲ ପାଇବା ଥିଲା ତାଠୁ ଆହୁରି ଅଧିକା ଭଲ ପାଇବା ହେଇଯାଇଛି। ଆଉ ଯଦି ମନକୁ ମନ କିଏ ଆଶଙ୍କା କରିବେ ଯେ ଆମ ପାଖକୁ ସବୁ ଲୋକ ପଳେଇ ଆଇଲେ ଆଉ ଏଇଲେ, ତେଣୁକରି ସେ ଆଶଙ୍କାରେ ରହିବ, ତାର କୌଣସି ପ୍ରତିଫଳନ ହେବ ନାହିଁ। କାରଣ ଯିଏ ଆପଣ ଦେଖୁଥିବେ ବିଜୁ ଜନତା ଦଳ ଅପେକ୍ଷା ଲୋକମାନେ ନବୀନ ବାବୁଙ୍କୁ ବହୁତ ଭଲ ପାଆନ୍ତି। କାରଣ ନବୀନ ବାବୁଙ୍କର ସମସ୍ତେ ଫ୍ୟାନ୍ ନବୀନ ବାବୁଙ୍କ, ତେଣୁକରି ସମସ୍ତେ ନବୀନ ବାବୁଙ୍କ ଫ୍ୟାନ୍। କାରଣ ସିଏ ଆଜି ଦେଖୁଥିବେ ଯଦି ଓଡ଼ିଶାର ପ୍ରଗତି ହେଇଥିବ, ଓଡ଼ିଶାର ଲୋକମାନଙ୍କ ପାଖରେ ଯାଇକି ସରକାରଙ୍କର ଶାସନ କ'ଣ ଲୋକମାନଙ୍କ ପାଖରେ ଯାଇ ପହଞ୍ଚି ପାରିଥିବ ଏବଂ ପ୍ରତ୍ୟେକ ବ୍ୟକ୍ତି ପ୍ରତ୍ୟେକ ମଣିଷଙ୍କ ପାଖରେ କ'ଣ କ'ଣ ଆବଶ୍ୟକତା ଅଛି ଯାହା ତାହା ମଧ୍ୟ ପହଞ୍ଚିଥିବ। ଏସବୁ ବିଷୟରେ କାହିଁ କହୁଛନ୍ତି, ଏ ଯେଉଁ ଅନ୍ଧାରେ ବାଡ଼ି ବୁଲେଇଲା ଭଳିଆ ଇଏ ସେ ଯେଉଁ ବାସ୍ପଟ କଥା, ତେଣୁକରି କୌଣସି ତା ଦେହରେ ସତ୍ୟାସତ୍ୟ ନଥାଏ। ମନକୁ ମନ ଯଦି କିଏ ଗପିବ ଆଉ କ'ଣ କୁହାଯିବ, ଆଉ ଆମେ ଯଦି ପ୍ରାଗର ପ୍ରଳାପ ଯେମିତି ସେଭଳିଆ କଥା ଆଉ କ'ଣ ଆଜ୍ଞା, ପାଗଳ ପ୍ରଳାପ ଭଳିଆ ମନକୁ ମନ କହିବେ ପଳେଇ ଆସିବେ ପଳେଇବା କିଛି ନାହିଁ। ଯିଏ ଅଛନ୍ତି ସବରେ ସବୁ ନବୀନ ବାବୁଙ୍କ ଲୋକ। ପୁଣି ଦେଖିବେ ନବୀନ ବାବୁ କେମିତି ଫୁଲ୍ ଥମ୍ପିଂ ମେରିଟ୍ ଭବିଷ୍ୟତରେ କେମିତି ଆସିବେ, ପୁଣି ଲୋକମାନେ ସେଇଟାକୁ ବର୍ତ୍ତମାନ ଚାହିଁକି ରହିଛନ୍ତି।